ଚମନକିରା ବ୍ଲକ ଫାସିମାଲ ପଞ୍ଚାୟତର ଗରିଆବାହାଲ ଗାଁରେ ପାରମ୍ପରିକ ଖାଦ୍ୟ ପଖାଳ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହରମୋହନ ପଟେଲଙ୍କ ଆୟୋଜିତ ପଖାଳ ଦିବସରେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ସହ ସଜନା ପତ୍ରଫୁଲ ଶାଗ, ମୁନୁଗା ଛୁଇଁ ଭଜା, ମସଲା କଷା ସହିତ ଆଳୁ ଭଜା, ଚିଲିକା ଚିଙ୍ଗୁଡ଼ି ମାଛ, ବେସର କଷା ଦେଇ ଛଣା ଭାକୁର ମାଛ, ବେସର ଦେଇ ଛଣା ଗଜା ମାଛ, ଦେଶୀ ଛୋଟ କଲରା, ବେସନ ଲଗା ବାଇଗଣ ଛଣା, କଖାରୁ ବରି, ଆଳୁ ପିଆଜ, ଲଙ୍କା ମିଶ୍ରିତ ଭର୍ତ୍ତା, ଲଙ୍କା ମରିଚ ଆଚାର, ମରିଚ ହେଣ୍ଡୁଆ ମିଶା ଚୁଟୁକା ଚୁଟା, ପାମ୍ପଡ଼ ଚୂରା, ବାସି ପଖାଳକୁ ଭୃସଙ୍ଗ, ଜିରା ମିଶ୍ରିତ ପଞ୍ଚଫୁଟଣ ଛୁଙ୍କ, ଅଣ୍ଡା ଆମଲେଟ ଭଜା ପ୍ରଭୃତି ପଖାଳ ଖିଆରେ ବ୍ୟବହୃତ ହୋଇଥିଲା। ଅବସରପ୍ରାପ୍ତ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ଭୂୟାଁ, ସମାଜସେବୀ ନୀଳକଣ୍ଠ ନାୟକ, ଜିକୁ ସାମଲ ପ୍ରମୁଖ ଓଡ଼ିଆ ଘରର ପାରମ୍ପରିକ ପଖାଳ ଖାଇଥିଲେ। କାର୍ଯ୍ୟକ୍ରମରେ ତରୁଲତା ପଶାୟ, ଡୁଲାମଣି ଧୁରୁଆ, ଭାରତୀ ପଟେଲ, ବିନିତା ପଟେଲ, ସୁପ୍ରଭା ପଟେଲ, ବେବି ପଟେଲ ପ୍ରମୁଖ ମହିଳାମାନେ ରୋଷେଇ କାର୍ଯ୍ୟରେ ସହଯୋଗ କରିଥିଲେ। ଏମାନଙ୍କୁ ଆକାଶ ପଟେଲ ଓ ଆଲୋକ ପଟେଲ ସହଯୋଗ କରିଥିଲେ। ଜମନକିରାରୁ ଜିତେନ୍ଦ୍ର ମୁଦୁଲିଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।